হে সময় বয়সকু মোর নেল চোরেই, হে সময় বয়সকু মোর নেল চোরেই। কো সিন্ধু করে দেল লুচেই, কো সিন্ধু করে দেল লুচেই। হে সময় ନେହୁରା ହଉଛି ଅଳି ମୁଁ କରୁଛି, ମୋ ପିଲା ଦିନ ମତେ ଦିଅ ଫେରେଇ, ମୋ ପିଲା ଦିନ ମତେ ଦିଅ ଫେରେଇ। ହେ ସମୟ ବୟସକୁ ମୋର ନେଲ ଚୋରେଇ। ଜଗନ୍ନାଥ ଜଗନ୍ନାଥ ଆଶୀର୍ବାଦ ସହିତ ଆପଣ ସ୍ମରଣ କରି ଆମେ ଦ୍ୱାରା ସଭା କାର୍ଯ୍ୟକୁ ଆରମ୍ଭ କରିବା। ନମସ୍ତେ ଶୁଭଂ କରତୁ କଲ୍ୟାଣଂ ଆରୋଗ୍ୟ ସୁଖ ସମ୍ପଦଂ ଏଷ ବୁଦ୍ଧି ବିନାଶୟ ଆତ୍ମଜ୍ୟୋତି ନମସ୍ତେ ଆତ୍ମଜ୍ୟୋତି ପ୍ରଦୀପାୟ ବ୍ରହ୍ମଜ୍ୟୋତି ନମସ୍ତେ ବ୍ରହ୍ମଜ୍ୟୋତି ପ୍ରଦୀପାୟ ସରସ୍ୱତୀ পুରୁଣା ଖାତା ଚିରି କାଗଜ ଡଙ୍ଗା କରି ଭସେଇ ଦେଇଛି ମୁଁ ବରଷା ଧାରେ ଘରେ ଦାଣ୍ଡ ଦୁଆରେ। କେତେ ମିଛ କହିଛି ଖରା ବେଳେ ଲୁଚି ଆମ୍ବ ତୋଳିଛି, ଚୋରି କରି ପୁଣି ଧରା ପଡ଼ିଛି, କାନ ଧରି ଉଠ ବସ ହେଇଛି। ହେ ସମୟ ନେହୁରା ହଉଛି ଅଳି ମୁଁ କରୁଛି, ମୋ ଦୁଷ୍ଟାମୀ ଦିନକୁ ଦିଅ ଫେରେଇ, ମୋ ଦୁଷ୍ଟାମୀ ଦିନକୁ ଦିଅ ଫେରେଇ। ହେ ସମୟ ବୟସକୁ ମୋର ନେଲ ଚୋରେଇ। ସେଥିପାଇଁ ତ ଧରିକର ତାଙ୍କ ବାଲ୍ୟବନ୍ଧୁ ଗୁରୁକୁଳର ସାଙ୍ଗ ସୁଦାମ ଆମର କିଛି ସାଙ୍ଗ ଆମ୍ଭମାନଙ୍କୁ ଏକାଠି କରିବା ପାଇଁ ଅଦ୍ୟମ ପ୍ରୟାସ କରିଛନ୍ତି। ପ୍ରୟାସ ରାସ୍ତା ଆମମାନଙ୍କୁ ସଫଳତା ପାଖରେ ପହଞ୍ଚାଇ ପାରିବ, ସେମାନଙ୍କ ପ୍ରୟାସ ଆଜି ଆମକୁ ଏକାଠି କରିପାରିଛି। ଆମ ସାଙ୍ଗ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଆମ ପାଖରେ ଉପସ୍ଥିତ ହୋଇପାରିନାହାନ୍ତି, ସେଥିପାଇଁ ଆମେ ଦୁଃଖିତ। ସେମାନେ ଏଠାରେ ଉପସ୍ଥିତ ଥାନ୍ତି, ଆମର ଖୁସି ଆମେ ଯେଉଁ ଖୁସିରେ ଆନନ୍ଦ ଆତ୍ମନିର୍ଭର ହେଉଛୁ ତାହା ଦ୍ୱିଗୁଣ ହୋଇଥାନ୍ତା। ଯେଉଁ ସାଙ୍ଗମାନେ ସେମାନଙ୍କ ବହୁମୂଲ୍ୟ ସମୟକୁ ପଛରେ ପକାଇ ପରିବାର ସହିତ ଏଠାରେ ଉପସ୍ଥିତ ଅଛନ୍ତି, ସେମାନଙ୍କୁ ଆନ୍ତରିକ ସହିତ ଶୁଭେଚ୍ଛା ଓ ଅଭିନନ୍ଦନ। ସେମାନଙ୍କ ସହିତ ଆସିଥିବା ଲୋକମାନଙ୍କୁ ଆମେ ଜୀବନକୁ ସରସ ଏବଂ ସୁନ୍ଦର କରିଥିଲେ ସେହି ଗୁରୁଜୀମାନେ ଆମ ଗହଣରେ ଆଜି ଉପସ୍ଥିତ ଅଛନ୍ତି। ଆମେ ସେହି ଗୁରୁଜୀମାନଙ୍କୁ ଆମ ଗହଣରେ ପାଇ ଆମେ ଖୁବ୍ ଆନନ୍ଦିତ। ଗୁରୁ ଋଣ କେବେ
ଆମେ ସେଇ ଚିରନମସ୍ୟ ଗୁରୁଜୀମାନଙ୍କ ଚରକମଳରେ ଉପାସନା ରହୁଛୁ। ଆମେ ଆମ ଗହଣରେ ପାଇ ଆମେ ବହୁତ ଆନନ୍ଦିତ ଏବଂ ତାଙ୍କ ପାଖରେ ଆମେ ବହୁତ ମଧ୍ୟ ସେ ମଧ୍ୟ ଆମର ଏନସିସି ଟିଚର୍ସ ଥିଲେ। ସେ ମଧ୍ୟ ଆମେ ଆମ ଜୀବନକୁ କିପରି ସୁଶୃଙ୍ଖଳିତ କରିବା ଏବଂ ସୁସଂଗଠିତ କରିବା ଏ ଶିକ୍ଷା ମଧ୍ୟ ସେ ଆମମାନଙ୍କୁ ମଧ୍ୟ ଦେଇଥିଲେ। ଆଜି ଏହା ଅନେକ ପିଲାଙ୍କର କାମରେ ଆସୁଛି ଏବଂ ସେମାନଙ୍କ ପିଲାମାନଙ୍କ ମଧ୍ୟରେ ମଧ୍ୟ ବହୁତ କାମରେ ଆସୁଛି। ତେଣୁ ଆମେ ସଚିବ ସାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବା। ସ୍କୁଲ ଅଭିଯାନର ସଭାପତି ମହୋଦୟ ଆମେ ଯାହା ପାଖରେ କିଛି ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମଧ୍ୟ ଆଜି ଆମର ଏହି ମହାମିଳନ ପର୍ବରେ ଉପସ୍ଥିତ ଅଛନ୍ତି। ସେ ଜଣେ ଆଦର୍ଶ ଶିକ୍ଷକ ମଧ୍ୟ ଶିକ୍ଷାନୁଷ୍ଠାନ ଭଳି ସଂଗଠନ ସହିତ ସେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତାଙ୍କ ଦର୍ଶନରେ ମଥା ନୁଆଁଇ ଆମେ ନତମସ୍ତକ କରୁଛୁ। ଖୁବ ଆନନ୍ଦିତ ସେ ଏତେ ବହୁମୂଲ୍ୟ ସମୟ ଦେଇକରି ଆମମାନଙ୍କ ପାଇଁ ବହୁମୂଲ୍ୟ ସମୟ ମାନେ କରିକି ଆମ ଉପସ୍ଥିତ ଅଛନ୍ତି। ଆମେ ମଧ୍ୟ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ ଏବଂ ସ୍ୱାଗତ ମଧ୍ୟ କରୁଛୁ। ସାଙ୍ଗମାନେ ଆମର ଏମିତି ଭାଗ୍ୟ ଯେ ଆମର କ୍ଲାସରେ ପଢ଼ୁଥିବା ଜଣେ ସାଙ୍ଗ ସେ ବି ଆମର ରାଜନୀତିରେ ସରପଞ୍ଚ ଥିଲେ। ତାଙ୍କର ଭଦ୍ରନାଙ୍କର ଉପସ୍ଥିତ ଅଛନ୍ତି ଲଖନ ଭାଇ। ଲଖନ ଭାଇଙ୍କୁ ସଭା ପରିଚାଳନା କରିବା ପାଇଁ ମୁଁ ଅନୁରୋଧ କରୁଛି। ଆଜି ଆମ ଉତ୍ତିକୋଣର ସର୍ବପୁରାତନ ଶିକ୍ଷାନୁଷ୍ଠାନ ପଦ୍ମଲୋଚନ ବିଦ୍ୟାପୀଠ 1992 ମସିହାର ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ଆପାତତଃ 1992 ମସିହାର ଛାତ୍ରଛାତ୍ରୀ ସମସ୍ତଙ୍କୁ ଏ ସାଧୁବାଦ ଉଦ୍ୟମ ପାଇଁ ବଧେଇ ଜଣାଉଛି। ବନ୍ଧୁଗଣ ମୁଁ କହି ରଖିବାକୁ ଚାହେଁ ଏ ଯେଉଁ ଦାୟିତ୍ୱଟି ଏ ସାନ ଭାଇ ଭଉଣୀମାନେ ଦେଲେ ଆପାତତଃ ତୁମମାନଙ୍କ ଭିତରୁ କରିଥିଲେ ବହୁତ ସୁନ୍ଦର ହେଇଥାନ୍ତା। ଯାହା ହଉ କଥାଟା ରଖିବା ପାଇଁ ହେଲା, କଥା ରଖିଲି ଏବଂ ସଭା ସଞ୍ଚାଳକ ହିସାବରେ ସଭା ପରିଚାଳନା ଚାଲିବ। ତେଣୁ ବନ୍ଧୁଗଣ ଆ ଭିତରେ ଆମର ଅତିଥି ପରିଚୟ ସରିଛି। ଆମର ଏସ୍ଏମ୍ସିର ପ୍ରେସିଡେଣ୍ଟ କଥା କହୁଥିଲେ ଟିକିଲି ନନା ଉପସ୍ଥିତ ଅଛନ୍ତି। ମଞ୍ଚାସୀନ ଅଛନ୍ତି ବର୍ତ୍ତମାନର ଶିକ୍ଷକ ଶ୍ରୀଯୁକ୍ତ ସରୋଜ ସାହୁ ଏବଂ ଆମ ସହିତ ମଞ୍ଚରେ ଉପସ୍ଥିତ ଅଛନ୍ତି ଆମ ସମସ୍ତଙ୍କ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସଚିନନ୍ଦନ ଦାସ, ଶ୍ରୀଯୁକ୍ତ ପଞ୍ଚାନନ ଧଳ। ଆମ ସହିତ ଉପସ୍ଥିତ ଅଛନ୍ତି ଆମର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଶତପଥୀ। ବନ୍ଧୁଗଣ ତାଙ୍କୁ ମୁଁ କୋଟି କୋଟି ପ୍ରଣାମ ଜଣାଉଛି। ଏଇଥିପାଇଁ ସେ ଶିକ୍ଷକ ବାପ ମା 10 ଦିନ 10 ମାସ 10 ଦିନ ଗର୍ଭ ଧରି ଆମକୁ ଜନ୍ମଗ୍ରହଣ କଲେ। ଶୈଶବ ଅବସ୍ଥାରେ ପୁଣି ଆମେ ଆସିଲୁ ସ୍କୁଲ ଆସି ପଦାର୍ପଣ କଲୁ। ପାଠ ପଢ଼ାଇଲେ, ହାତ ଧରି ଚଲେଇ ଶିଖେଇଲେ, ଯିଏ ଆମକୁ ଦୁନିଆ ଦେଖେଇଲେ, ଯାହାଙ୍କ ପାଇଁ ଆଜି ଆମେ ଏଠି ଏକାଠି ହୋଇଛେ ସିଏ ଆମ ଶିକ୍ଷକ। ଆମର 1992 ମସିହାର ସାନ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରି ଆଜିର ସଭା ପରିଚାଳନା କରୁ। ବନ୍ଧୁଗଣ, ବନ୍ଧୁ ମିଳନ ଉତ୍ସବ, ବନ୍ଧୁତ୍ୱ କ'ଣ, ବନ୍ଧୁ ମିଳନର ଆଭିମୁଖ୍ୟ କ'ଣ, ଉଦ୍ଦେଶ୍ୟ କ'ଣ, ଏ କଥାକୁ ଆମେ ତା ଭିତରକୁ ଆଗେ ଯିବା ପାଇଁ ହେବ। ବନ୍ଧୁଗଣ, 3 ଦଶନ୍ଧିର ଅନ୍ତରାଳରେ ଆଜି ଆମେ ଏକାଠି ହେଇଛେ।
ମିଶିବା ବସିବା ବସିବା ଭୋଜି ଖାଇବା ଏତିକିରେ ଏ ବନ୍ଧୁ ମିଳନର ସୀମିତ ନ ରହୁ। ଇଏ ହେଉଛି ବନ୍ଧୁ ମିଳନର ପରିଭାଷା। 33 ବର୍ଷ ପରେ ଆମେ ଏକାଠି ହେଲେ। ମୁଁ ମନେ ପକାଇ ଦେବା ପାଇଁ ଚାହେଁ, ଜୁନ୍ 8 ତାରିଖ ଆମ 1900 ତୁମମାନେ ଆସିବାର 9 ବର୍ଷ ପୂର୍ବରୁ ଆମେ ସ୍କୁଲ ଛାଡ଼ିଥିଲୁ 1983 ମସିହାରେ। ଜୁନ୍ 8 ତାରିଖ ଆମର ଥିଲା ବନ୍ଧୁ ମିଳନ, ଗେଟ୍ ଟୁଗେଦର। କେନ୍ଦୁଝରରୁ ସୁଦୂର କେନ୍ଦୁଝରରୁ ଆମର ଜଣେ ବାନ୍ଧବୀ ଆସିଥିଲେ। ସେ ଯେତେବେଳେ ଗେଟ୍ ଭିତରକୁ ପଶିଲେ ଆଖିରୁ ତା ଧାର ଧାର ଲୁହ ବହି ଆସିଥିଲା। କଥା କହିପାରୁନଥିଲା। ପଚାରିଲେ କହିଲା, ମୁଁ କେବେ ଚିନ୍ତା କରୁନଥିଲି 43 ବର୍ଷ ପରେ ପୁଣି ଆମେ ଏକାଠି ହେବୁ। ବନ୍ଧୁ, ଇଏ ହେଉଛି ବନ୍ଧୁତ୍ୱର ପରିଭାଷା। ବନ୍ଧୁ ଦୁଇ ପ୍ରକାର। ଜଣେ ଥିଲେ ବନ୍ଧୁ ଶ୍ରୀକୃଷ୍ଣ, ଯିଏ ଧର୍ମ ସହିତ ରହି ନ୍ୟାୟ ସପକ୍ଷ ରହି ଶେଷ ପର୍ଯ୍ୟନ୍ତ ଥିଲେ ମହାଭାରତ ଯୁଦ୍ଧ ଶେଷ ପର୍ଯ୍ୟନ୍ତ। ଆଉ ଜଣେ ବନ୍ଧୁ ହେଉଛନ୍ତି ସୁତପୁତ୍ର କର୍ଣ୍ଣ, ଅଙ୍ଗରାଜ କର୍ଣ୍ଣ, ଯିଏ ଅଧର୍ମ ପଥ ରହି ସେ ଶେଷ ଜୀବନର ଶେଷ ପର୍ଯ୍ୟନ୍ତ ବନ୍ଧୁ। ସୁଖ ଦୁଃଖରେ ସାମିଲ ହେବା, ସୁଖ ଦୁଃଖରେ ଭାଗିଦାର ହେବା। ଯେଉଁ ଶିକ୍ଷକମାନେ ଅଛନ୍ତି ଅବସର ନେଲେଣି, ତାଙ୍କ ପାଇଁ ଟିକେ ସମୟ ଦେବା, ତାଙ୍କ ପାଇଁ ଟିକେ ଭଲ ପାଇବା ରହିବ, ସ୍ନେହ ମମତା ରହିବ। ପ୍ରତିଷ୍ଠିତ ବିଭିନ୍ନ କ୍ଷେତ୍ରରେ ଆମେ ପ୍ରତିଷ୍ଠିତ। ଆମେ ଏ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ପାଇଁ ଟିକେ ଚିନ୍ତା କରିବା। ବାଟ ଭାଙ୍ଗି ପଳେଇଗଲେ ଏ ବନ୍ଧୁ ମିଳନର ଆଭିମୁଖ୍ୟ ସେଟା ସାର୍ଥକତା ପୂରଣ ହେବ ନାହିଁ। ବର୍ତ୍ତମାନ ମୁଁ ଆପଣମାନଙ୍କ ଭିତରୁ ଆପଣମାନଙ୍କର ହ୍ୱାଟ୍ସଆପ୍ ଗ୍ରୁପ୍ ଦେଖେ। ପ୍ରାୟ ଆମର କେତେ ଜଣ ପିଲାଙ୍କ ନାଁ ମନେ ଅଛି, ସମସ୍ତଙ୍କ ନାଁ ମନେ ନାହିଁ। ନାରାୟଣ, ସମୀର, ଅଶୋକ, ମୁଁ ଏମାନଙ୍କୁ ଅନୁରୋଧ କରିବି ସେମାନେ ତାଙ୍କ ସ୍କୁଲ ଜୀବନର ଅନୁଭୂତି ଆସି ଷ୍ଟେଜରେ କହିବେ। ଯେତେବେଳେ ଆମେ ଏଠାରେ ପଢ଼ୁଥିଲେ ସେତେବେଳେ ଭାବିନଥିଲେ ଯେ ଏମିତି ଗୋଟେ ଦିନ ଆସିବ ବୋଲି। ଆମେ ପୁଣି ଥରେ ଆମ ସ୍କୁଲରେ ଆମ ପିଲାମାନେ ପିଲାଦିନକୁ ମନେ ପକାଇବା, ଆମ ବାଲ୍ୟ ବନ୍ଧୁ ସହିତ ଦେଖା କରିବା। କିନ୍ତୁ ତାହା ଆଜି ହୋଇଛି। ଖୁସିରେ ଆତ୍ମବିବରଣ ଲାଗୁଛି। 1992 ଦଶମ ଶ୍ରେଣୀ ପଢ଼ା ସରିଲା ପରେ ଏ ପର୍ଯ୍ୟନ୍ତ ଦୀର୍ଘ 33 ବର୍ଷ। ସକାଳେ ଯେତେବେଳେ ଆସି ପହଞ୍ଚିଲି, ଧୀରେ ଧୀରେ ମୁଁ 5ଟା ଆସିଲା ପରେ 2 ଜଣ ସାଙ୍ଗ ମୋର ଥିଲେ। ତାପରେ ଧୀରେ ଧୀରେ ଅନ୍ୟ ସାଙ୍ଗମାନେ ଆସିଲେ। କିନ୍ତୁ ସମସ୍ତ ସାଙ୍ଗମାନଙ୍କୁ ଦେଖିଲି, ତାଙ୍କ ନାଁ ତ ମନେ ଥିଲା, କିନ୍ତୁ କାହାକୁ ଚିହ୍ନି ପାରୁଥିଲି, ଚିହ୍ନି ନଥିଲା। କିନ୍ତୁ ଯଦି କିଛି ଗୋଟେ ସାଙ୍ଗ ଥିଲେ ସେମାନଙ୍କୁ ଚିହ୍ନି ପାରୁନଥିଲି। କିନ୍ତୁ ନାଁ ପଚାରିଲେ ଜାଣିଲି ଇଏ ସେ ସାଙ୍ଗ, ସେଇ ସାଙ୍ଗ। ପୁରା ମନେ ପଡ଼ିଲା ପିଲାଦିନ। ମୋର ବୟସ ଆସିବ ବର୍ତ୍ତମାନ ତାର 49 ବର୍ଷ ହବ, କିନ୍ତୁ ଫେରି ଆସିଛି 14 ବର୍ଷ। ମୋତେ ଲାଗିଲା ମୁଁ ପୁଣି ଯେମିତି ସ୍କୁଲକୁ ଆସିଛି। କିନ୍ତୁ ସେତେବେଳେ ସ୍କୁଲ ଏବେ ସ୍କୁଲରେ ବହୁତ କିଛି ପରିବର୍ତ୍ତନ ହେଇଛି। ଆମେ ଯେତେବେଳେ ପଢ଼ୁଥିଲି ସେ ସ୍କୁଲ ଏ ସ୍କୁଲ, ମୁଁ ତ ସ୍କୁଲଟା ଦେଖୁଥିଲି ଗେଟ୍ରୁ। କିନ୍ତୁ ଯେତେବେଳେ ଭିତରକୁ ଆସିଲି ମୁଁ ଜାଣିପାରିଲି ଯେ ଆମ ସ୍କୁଲ ବୋଲି। ମୁଁ ଭାବିଲି କି ଆଉ ଗୋଟେ ସ୍କୁଲ ହେଇଛି। କିନ୍ତୁ ଯାହା ହଉ ଆ ଭିତରେ ଏତେ ଡେଭଲପ୍ ହେଇଛି, ଏତେ ପରିବର୍ତ୍ତନ ହେଇଛି, ତାହା ତ ଯେତେ ଖୁସି ଲାଗିଲା। ତାର ଯେତେବେଳେ ଆମ ସାଙ୍ଗମାନଙ୍କୁ ଦେଖିଲୁ ପୁରା ଆଖିରେ ଲୁହ ଆସି ଦରକାର। এই ସାଙ୍ଗମାନେ ଯାହା ସାଙ୍ଗେ ଆମେ ପଢ଼ୁଥିଲୁ ସାଙ୍ଗ ହେଇକିରି ଆଜି ଏତେ ଦିନ ପୁଣି ଭେଟ ପୁରା ଆତ୍ମବିବର ହୋଇଥାଏ। ସେ ଖୁସିଟାକୁ ଭାଷାରେ ବି କହିପାରିବିନି ଯେ ଏମିତି ମୋତେ ଖୁସି ଲାଗୁଥିଲା। ପ୍ରାୟ ମୋ ଭଳି ଅନ୍ୟ ସାଙ୍ଗମାନଙ୍କୁ ବି ଲାଗୁଥିଲା ସେଇ ଖୁସି, ଯେଉଁଟାକି ଭାଷାରେ ବି କହିହେବ ନାହିଁ। ଏତେ ଆତ୍ମବିବର ଲାଗୁଥିଲା ସାଙ୍ଗମାନଙ୍କୁ ଦେଖିକିରି। କିନ୍ତୁ ଯାହା ହଉ ଦୀର୍ଘ 33 ବର୍ଷ ହେଲାଣି ଆମେ ଏଇଠି ଆମେ ହଜେଇ ଦେଇଥିବା ପିଲାଦିନ ଯେହେତୁ ଆମେ ପଢ଼ୁଛୁ। କିଛି ସାଙ୍ଗ ଅଛନ୍ତି ଚତୁର୍ଥ ବର୍ଷରେ ପଢ଼ୁଛନ୍ତି, କିଛି ସାଙ୍ଗ ତୃତୀୟରୁ କି ଦଶମ ଅଷ୍ଟମ ବର୍ଷରେ ପଢ଼ୁଛନ୍ତି। କିନ୍ତୁ ମୁଁ ଭାବେ ଯେତେ ସାଙ୍ଗ ମୋର ସମସ୍ତେ ମୋର ବେଷ୍ଟ। କାହାର ସାଙ୍ଗ ଭିତରେ ମୁଁ କେବେ ଭାବେନି ସେ ମୋ ସାଙ୍ଗରେ ପଢ଼ିଲେ ବି ସେ ମୋ ସମସ୍ତେ ବେଷ୍ଟ। ସମସ୍ତଙ୍କୁ ସବୁବେଳେ ମନେ ପକାଏ। ଆଉ ମୁଁ ସବୁବେଳେ ଖୋଜେ ମୋ ସାଙ୍ଗକୁ କେମିତି ସେ ସାଙ୍ଗ ଆମର ଦେଖାଯାଆନ୍ତି। ଆଜି ବି ଖୋଜୁଛି କିଛି ସାଙ୍ଗକୁ ଯେଉଁମାନଙ୍କ ଆଖିକୁ ଖୋଜୁ ସେମାନେ ଏଠି ନାହାନ୍ତି। ସେମାନେ ତାଙ୍କର କାର୍ଯ୍ୟ ବ୍ୟସ୍ତତା ପାଇଁ ଆସିପାରିନାହାନ୍ତି। ସେମାନେ ବହୁତ ଦୂରରେ ଅଛନ୍ତି, ସେମାନେ ଏଠି ଆସିପାରିନାହାନ୍ତି। ତା ଭିତରେ ଆମର ଅଶୋକ ଜଣେ ସାଙ୍ଗ ଥିଲା, ଯିଏକି ଗୋଟିଲା ପିଲା, ସେ ଭାରି ବ୍ୟସ୍ତ, ବହୁତ ଆସେ ଭାରି, କିନ୍ତୁ ଦୁର୍ଘଟଣାବଶତଃ ଗୋଡ଼ ଭାଙ୍ଗା ହେଲା, ଆସି ଆସିପାରିଲାନି। ସେ ଗୋଟେ ଅଡ଼ିଓ ବାର୍ତ୍ତା ପଠାଇଛି। ତାପରେ ଆମର କୁନା, ଆମ ଗାଁର କୁନା ପ୍ରଶାନ୍ତ ଦାସ, ସେ ଦୁବାଇରେ ଅଛି। ସେ ଦୁବାଇରୁ ଆସିପାରିଲା, ସେ ତାର ସହଯୋଗ ଅଛି ଆମ ପାଇଁ, ସେ ଭାରି ଇଣ୍ଟରେଷ୍ଟ। ଦୁବାଇରୁ ଆସିପାରିଲାନି, ସେ ବି ଗୋଟେ ଅଡ଼ିଓ ବାର୍ତ୍ତା ପଠାଇଛି। ମୁଁ ସେ ଅଡ଼ିଓ ବାର୍ତ୍ତା ବି ଶୁଣିବି, ସେମାନେ ସ୍କୁଲ୍ ଉଠାଇ ପଠାଇଛନ୍ତି। ତାଙ୍କ ମତ ବି ସେମାନେ କ'ଣ ଚାହୁଁଛନ୍ତି କହିବା ପାଇଁ ଚାହିଁଛନ୍ତି।
এই স্কুলে তো আমি খেলুଥିଲେ এই ଯେଉଁ ଜାଗା ଅଛି ବ୍ଲକ୍ ହେଇଯାଏ ସବୁ ଛୋଟ ବ୍ଲକ୍ ଦରକାର ଘାସ ଥିଲା ପଡ଼ିଆ ଥିଲା ସେଥିରେ ଆମେ ସବୁ ଖେଳୁଥିଲେ କିନ୍ତୁ ଏବେ ଆଉ ନାହିଁ ପୁରା ଡେଭଲପ୍ ଯାହା ହଉ ଇଏ ବି ସାଧାରଣତଃ ଡେଭଲପ୍ ଅଛି ସାଙ୍ଗମାନଙ୍କର ବି ସହଯୋଗ ଥିବ ଯେଉଁ କେନ୍ଦ୍ରରେ ଡେଭଲପ୍ ହେଉଛି ମୁଁ ବର୍ତ୍ତମାନ ଯେଉଁ ସାଙ୍ଗମାନେ ଆସିନାହାନ୍ତି ସେମାନେ ମୋତେ ନେଇଛନ୍ତି ମୁଁ ଟିକେ ତ ଶୁଣିବା ପାଇଁ ଚେଷ୍ଟା କରୁଛି ଶୁଣିବେ ସେ କବିତା ମାଧ୍ୟମରେ କିଛି ଶୁଣେଇବାକୁ ଚାହୁଁଛି। এই অমৃত বেলা ଥିଲା ଆଜି ଆମ ଜୀବନେ এই ଅମୃତ ବେଳା ଥିଲା ଆଜି ଆମ ଜୀବନେ ସବୁ ସାଙ୍ଗ ଭେଟ ହେଲେ ଏହି ଶୁଭ ଲଗନେ କେତେ ଖୁସି ଲାଗୁଅଛି କହିବାକୁ ଭାଷା ନାହିଁ ମୋହର କେତେ ଖୁସି ଲାଗୁଅଛି କହିବାକୁ ଭାଷା ନାହିଁ ମୋହର ଆଉ ବୋଧେ ଏ ସୌଭାଗ୍ୟ ଆସିବନି ଆମ୍ଭମାନଙ୍କର ସ୍ୱର୍ଗ କ'ଣ ବୋଲି ଜଣା ନାହିଁ ଏଯାଏ କାହାକୁ କିନ୍ତୁ ସ୍ୱର୍ଗ ସୁଖ ଭଳି ଲାଗେ ଆଜି ଏଠାରେ ସଭିଙ୍କୁ ଏ ସ୍ମୃତିକୁ ମନେ ରଖି କାଟିଦେବା ଅବଶିଷ୍ଟ ଜୀବନ କିମ୍ବା ଈଶ୍ୱରଙ୍କୁ ଇଚ୍ଛା କେବେ ଭେଟ ହେବା ଆସିବ ସେ ସୂଚନା ହଠାତ୍ ଦିନେ ସ୍ୱପ୍ନ ଦେଖି ଭାଙ୍ଗିଗଲା ମୋ ନିଦ ହଠାତ୍ ଦିନେ ସ୍ୱପ୍ନ ଦେଖି ଭାଙ୍ଗିଗଲା ମୋ ନିଦ ମନେ ପଡ଼ିଗଲା ପିଲାଦିନ ପାଠ ପଢ଼ା ଖେଳକୁଦ ତୁ ସମ୍ବୋଧନ ଆହା କେତେ ମଧୁର ପାଠ ପଢ଼ା ଛାଟ ବାଡ଼ ଗୁରୁ କେତେ ସୁନ୍ଦର ମନେ ପଡ଼େ ଆଜି ସେହି ବିଦ୍ୟାଳୟ ଆମର ମନେ ପଡ଼େ ଆଜି ସେହି ବିଦ୍ୟାଳୟ ଆମର କେତେ ଥିଲା ଆତ୍ମୀୟତା ଏହି ନୁହନ୍ତି ପର ବୟସର ଅପରାହ୍ନ ଛୁଇଁଲାଣି ସଭିଙ୍କୁ ତଥାପି ବନ୍ଧୁତା ପ୍ରେମ ଛାଡ଼ି ନାହିଁ କାହାକୁ ବଦଳିଛି ଶରୀର ଯେ ବଦଳିନି ସେମାନ ବଦଳିଛି ସମୟ ଯେ ରହିଯାଇଛି ଚିହ୍ନ ଯିଏ ବା ଯେମିତି ଥାଉ ପ୍ରଭୁଙ୍କର ଇଚ୍ଛାରେ ସମସ୍ତେ ସମାନ ଆମେ ବନ୍ଧୁତାର ପ୍ରେମରେ ଏଇ ତ ପ୍ରକୃତ ବନ୍ଧୁ ପ୍ରେମ ଏସାରା ସଂସାରେ ବିକୃତ ପ୍ରେମରେ ପଡ଼ି କାଟି ହେଉ ଆମେରେ କର୍ମତ ପ୍ରକୃତ ବନ୍ଧୁ ଭୁଲ ନାହିଁ କେହିରେ ନିଜ କର୍ମେ ସୁଖେ ରୁହ ଶାସ୍ତ୍ରବାଣୀ ଏହିରେ ବନ୍ଧୁମାନେ ଆସନ୍ତୁ ନିଜ ନିଜର ଅଭିମତ ଦିଅନ୍ତୁ ବିଦ୍ୟାଳୟ ବିଷୟରେ ଏବଂ ନିଜ ବିଷୟରେ ଏବଂ ଆମ ଗୁରୁଜୀ ଗୁରୁମାନଙ୍କ ବିଷୟରେ କିଛି ତାର କିଛି ଅଛି ଅଭିମତ ଦିଅନ୍ତୁ ଜଲ୍ଦି ଜଲ୍ଦି ଆସନ୍ତୁ ଚନ୍ଦ୍ରଗୌରୀକୁ ମହାମନ୍ତ୍ରୀ ଆଶୀର୍ବାଦରୁ ଆମେ ଆଜି ପୁଣି 33 ବର୍ଷ ପରେ ମିଳନ ହେଇଛୁ ଆମର ଗୁରୁଜୀ ବେଶୀ ଖୁସି ଲାଗୁଛି ଆମ ଗୁରୁଜୀ ମାନେ ଇଏରେ ଆଶୀର୍ବାଦରେ ଆମେ ଆଜି ଏତେ ବଡ଼ ଠିକ୍ କରିଛୁ ତାଙ୍କ ପାଖରେ ଆମେ ଉପସ୍ଥିତ ରହିଛୁ ଆମର ସାଙ୍ଗସାଥିମାନେ ବି ଅଛନ୍ତି ବହୁତ ଘାତ ପ୍ରତିଘାତ ଭିତରେ ଆମେ ଯାହା ହଉ ଆଜି ଶେଷ ଦିନରେ ପହଞ୍ଚି ପାରିଛୁ ଆଉ ପ୍ରତିବର୍ଷ ବି ଏଇଟା ଆମେ ଚେଷ୍ଟା କରିବୁ ପାଳନ କରିବା ପାଇଁ ଜୟ ଜଗନ୍ନାଥ ମୁଁ ପ୍ରଥମେ ମୋର ଶିକ୍ଷକ ଶଶୀ ସାର୍ ଭୋଳ ସାର୍ ପ୍ରଫୁଲ୍ଲ ସାର୍ ଓ ନାଁକୁ ଜାଣିଲି ତାପରେ ଆମର ପୂର୍ବତନ ସରପଞ୍ଚ ମାଖନ ଭାଇ ସମସ୍ତଙ୍କୁ ନମସ୍କାର ଜଣାଉଛି ଜଣାଇବା ମଧ୍ୟରେ ମୁଁ ସର୍ବପ୍ରଥମେ ସବୁ ପିଲାଙ୍କୁ କହିବାକୁ ଚାହେଁ ଯେତେବେଳେ ଆମେ 90 ମସିହାରେ ଚନ୍ଦନନଗର ହାଇସ୍କୁଲରେ ପାଦ ଦେଇଥିଲୁ ସେତେବେଳେ ସବୁ ସାଙ୍ଗମାନଙ୍କୁ ଆମେ ପ୍ରଥମ ଆଗେ ଭେଟିଥିଲୁ ପଚାରିଥିଲୁ ତମ ଘର କୋଉଠି ତୋ ନାଁ କ'ଣ ତୁ କ'ଣ କରୁଛୁ ପ୍ରଥମେ ଆମେ ସମସ୍ତଙ୍କୁ ଜଣାଜଣି 1992ରେ ଆମେ ମାଟ୍ରିକ ପରୀକ୍ଷା ଦେଲୁ ଏ ମାଟ୍ରିକ ପରୀକ୍ଷାରେ କିଏ ଇଞ୍ଜିନିୟର ହେଲା କିଏ ଡକ୍ଟର ହେଲା କିଏ ବ୍ୟାଙ୍କ ମ୍ୟାନେଜର ହେଲା କିଏ ଗୋଟେ ଚାଷୀ ପିଲା ହେଲା 92ରୁ ଆପଣ ହିସାବ କରିବେ 35 ବର୍ଷ ହେଲାଣି କେହି କାହାକୁ ଦେଖି ପାରୁନଥିଲେ କି ଜାଣି ପାରୁନଥିଲେ କିଏ କ'ଣ କରୁଛି
ମୁଁ ଦିନେ ଆମ ଗାଁରେ ଗୁପ୍ତିରେ ମୋ ସାଙ୍ଗ ଜଣେ ବାହାଇକି ମତେ କହିଲା, ଆଶା ଲଙ୍କା କଲା ରମର ତାକୁ ମୋବାଇଲ କଣ କରୁଛୁ, ଆଜି ଆମର ସାଙ୍ଗମାନଙ୍କର ବ୍ୟାଚ୍ ଫିଷ୍ଟ କରିବା। ଆପଣ ସାଙ୍ଗମାନେ ବିଶ୍ୱାସ କରିବେନି, ମୋ ମନର କଥା କହୁଛି, ବୋଧ ହୁଏ ମୋ ଗୋଡ଼ ଆଉ ମାଟିରେ ଲାଗୁନଥାଏ। କୋଉ ଦିନ ସେ ବେଳ ଆସିବ ମୁଁ ଯାଇ ସମସ୍ତଙ୍କୁ ଟିକେ ଦେଖିବି, କାହିଁକିନା ସମୟ ତ ଅତିବାହିତ ହେଇଯାଉଛି। ଆସିକିରି 50 କରିବି, ସମସ୍ତଙ୍କୁ ଆନନ୍ଦିତ ହେବି। ମୋର ନାରାୟଣ ଯାଇଥିଲା ଥରେ ମେଡିକାଲକୁ, ସାଙ୍ଗମାନେ ତମେ ବିଶ୍ୱାସ କରିବନି, ତାକୁ ଦେଖିକିରି ମୁଁ ଆଉ ସମ୍ଭାଳି ହେଇପାରିଲିନି। ଆରେ ତୁ କଣ କରୁଛୁ, କେମିତି ଅଛୁ, ତୋ ଗୋଡ଼ କେମିତି କଣ ଭାଙ୍ଗିଲା? ଇଏ ସାଙ୍ଗ 1992 କିଏ କୁଆଡ଼େ ଯାଇଛନ୍ତି, କେହି କାହାକୁ ପାଇଲେନି। ଥରେ ସୁଧା କୃଷ୍ଣଙ୍କୁ ମାଗିଥିଲେ, କହିଲେ ଯାଇଥିଲା ମାଗିବାକୁ, ହେଲେ କିଛି ମାଗି ପାରିଲାନି, କାଳେ ମୋ ସାଙ୍ଗ ମତେ ଖରାପ ଭାବିବ କି? ସେଇପାଇଁ ମୁଁ ଗୋଟେ ଗୀତ ମାଧ୍ୟମରେ ମୋ ବକ୍ତବ୍ୟ ଶେଷ କରିବି। ମୋ ସାଙ୍ଗମାନେ ଟିକେ ତାଳି ଦେବେ, ଏତେ ତାଳି ଦେବେ ଯେ ସେଇ 1992 ମସିହାର ତାଳି ମୁଁ ଆଜି ଦେଖିବା ପାଇଁ ଗୋଟେ ଭଜନ ମାଧ୍ୟମରେ କହିବାକୁ ଚାହେଁ। ଆଜ୍ଞା, ଜଣେ ଅନ୍ଧ ଆଉ ଜଣେ ଛୋଟା, ସେ ଜଗତର ନାଥ ଜଗନ୍ନାଥ ଦେଖିବାକୁ ରଥଯାତ୍ରା ଚାଲିଥାଏ। সেই ସମୟରେ ପଦେ ଗୀତ ବୋଲିବି। ଆଜ୍ଞା ଟିକେ ଆମର ତ ଏଠି କିଛି ନାହିଁ, ମୁଁ ଖାଲି ପଦେ ବୋଲିକିରି କହିଦେବି। ଅନ୍ଧଟାକୁ ଅଛି କାଳିଆ କାଳିଆ, ଛୋଟା ଡାକେ ଜଗନ୍ନାଥ। আরে দুনিয়া গড়িছু এড়ে সুন্দর, নরখি তো গোড় হাত। জয় জয় জগন্নাথ, জয় জয় জগন্নাথ। ସାଙ୍ଗମାନେ ଯଦି ମୋର କୋଉଠି କହିବାର ଭୁଲ ଥାଏ, ମୋ ସାଙ୍ଗମାନେ ମତେ ଟିକେ କ୍ଷମା କରିଦେବେ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ। ଧନ୍ୟବାଦ। ଧନ୍ୟବାଦ। ବହୁତ ଖୁସି ଲାଗିଲା ଯେ ଆମେ ତ ସମାଜ ଯେଉଁ କର୍ମ କରୁଛନ୍ତି, କର୍ମରେ ରହିକି ଆମେ ଏତେ ବୁଝିପାରିଲୁ ନାହିଁ। ଯେଉଁମାନେ ସାଙ୍ଗମାନେ କଥା କରୁଛନ୍ତି ତାକୁ ଅଶେଷ ଧନ୍ୟବାଦ। ଆଉ ଗୋଟେ କଥା କହିବାକୁ ଯାଉଛି ଯେ ଆମେ ବର୍ତ୍ତମାନ ସାଙ୍ଗମାନେ ସବୁରେ ଆସିକି ପହଞ୍ଚିଲେଣି। କର୍ମମୟ ଜୀବନ ଜୀବନ ଅନୁଭୂତି ଗୋଟେ କଥା କହିବି, କେବେ ଅହଙ୍କାରୀ ହେବାନି। ଆଉ ବନ୍ଧୁଙ୍କର ପ୍ରଥମ କଥା ହେଉଛି ଯେମିତି ଆମେ ଶ୍ରୀକୃଷ୍ଣ ସୁଦାମା କରି ହେଇପାରିବା। ଆଉ ଦ୍ୱିତୀୟ କଥା ହେଉଛି ବୃଦ୍ଧି ହେବା ନାହିଁ। ଆମେ ସବୁବେଳେ ଆବଶ୍ୟକତାକୁ ଆମେ ସବୁବେଳେ ଆପଣେଇବା। ଆବଶ୍ୟକତାରୁ ଅଧିକ ହେଲେ ତାକୁ ଆମେ କୌଣସି ତା'ର ବ୍ୟବହାର ଲଗାଇବା ପାଇଁ ଚେଷ୍ଟା କରିବା। ଆଉ ଆବଶ୍ୟକ ଅନାବଶ୍ୟକ ହେଲେ କ୍ଷୟ। ଆଉ ଯାହା ଆମର ବନ୍ଧୁ ନାରାୟଣ, ଆମର ବନ୍ଧୁ ସମୀର ଆମକୁ ପ୍ରଚେଷ୍ଟା କରି ଆସିଛନ୍ତି କଥାଟାକୁ ଧନ୍ୟବାଦ। ଆଉ ଅନ୍ୟ କିଛି କହିପାରୁନି। সম্মানীয় সহায়ক মহোদয় এবং উপস্থিত তৎপর